ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଖୁଡୁକ ପଞ୍ଚାୟତ ଖୁଡୁକ ଗ୍ରାମର ରାମ ସୁଲାବାଇ ଗଣ୍ଡ ଯାହାଙ୍କ ବୟସ 51 ବର୍ଷ ହେବ। ରାମ ସୁଲାବାଇ ଗଣ୍ଡ ରାତିରେ ଖାଇସାରି ଶୋଇଥିବା ବେଳେ ହଠାତ୍ ରାତି 9ଟା ସମୟରେ କେଉଁଆଡୁ ଏକ ହାତୀ ଆସି ମହିଳାଙ୍କ ଘର ଉପରେ ଆକ୍ରମଣ କରି ମହିଳାଙ୍କୁ ଦଳି ମାରିଦେବା ସହ ଆଖପାଖ ଘର ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ରାଇଘର ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ହାତୀ ଲୋକଙ୍କୁ ଆକ୍ରମଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ବନ ବିଭାଗର କୌଣସି କର୍ମଚାରୀ ରାତିରେ ଡ୍ୟୁଟି କରୁନଥିବାର ଏହି ଘଟଣାରୁ ଜଣାପଡୁଛି। ସକାଳେ ଏହି ଖବର ପାଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ସନରଜ ଗଣ୍ଡ ପହଞ୍ଚିବାର ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।